ସେଠାକୁ ଆସିଲା। ଆଉ ଦିନେ କଣ ହେଲା ଗୁଣ୍ଡୁଚି ମୂଷା ମାଙ୍କଡ ଖେଳୁଥାନ୍ତି ଆଉ ସେ ତାକୁ କଣ ଆସିଲା ଗୋଟେ ଛୋଟ ଚଢ଼େଇଟି ଆସିଲା। ଗୋଟେ ଛୋଟ ଚଢ଼େଇଟି ଆସିଲା। ଚଢ଼େଇଟି ମାଙ୍କଡ ଗୁଣ୍ଡୁଚି ମୂଷାକୁ ଗୋଟେ ଲେଖା ଫୁଲ ଦେଲା। ଚଢ଼େଇ କଣ କଲା ଗୁଣ୍ଡୁଚି ମୂଷାକୁ ମାଙ୍କଡକୁ ଗୋଟେ ଲେଖା ଫୁଲ ଦେଲା। କଣ କଲା ଗୋଟେ ଲେଖା ଫୁଲ ଦେଲା। ତ ମାଙ୍କଡ ଗୁଣ୍ଡୁଚି ମୂଷା ଖୁସି ହେଇଗଲେ। ମାଙ୍କଡ ପାଚିଲା ଆମ୍ବଟିଏ ତୋଳିଲା। ମାଙ୍କଡ କଣ କଲା ପାଚିଲା ଆମ୍ବଟିଏ ତୋଳିଲା। ସେ ଆମ୍ବଟିକୁ ଚଢ଼େଇକୁ ଦେଲା। ସେ ଆମ୍ବଟିକୁ କଣ କଲା ଚଢ଼େଇକୁ ଦେଲା। ଗୁଣ୍ଡୁଚି ମୂଷା ଆମ୍ବଟିଏ ତୋଳି ଚଢ଼େଇକୁ ଦେଲା। ତ ମାଙ୍କଡ ଗୋଟିଏ ଆମ୍ବ ତୋଳିଛି ଚଢ଼େଇକୁ ଦେଲା ଏବଂ ଗୁଣ୍ଡୁଚି ମୂଷା ମଧ୍ୟ ଗୋଟିଏ ଆମ୍ବ ତୋଳି ଚଢ଼େଇକୁ ଦେଲା। ତ ଚଢ଼େଇ ଭାରି ଖୁସି। ସେ ଦୁଇଟି ଫଳ ପାଇଗଲା, ଦୁଇଟି ଆମ୍ବ ପାଇଗଲା ଗୁଣ୍ଡୁଚି ମୂଷା ନା। ତ ତିନି ଜଣ ମିଶି ଆମ୍ବ ଖାଇଲେ। କିଏ କିଏ ଆମ୍ବ ଖାଇଲେ? ମାଙ୍କଡ, ଗୁଣ୍ଡୁଚି ମୂଷା ଏବଂ ଚଢ଼େଇ ତିନି ଜଣ ମିଶି କଣ ଖାଇଲେ? ଆମ୍ବ ଖାଇଲେ। ମିଠା ମିଠା ଆମ୍ବ ଖାଇଲେ ନା। ଏହାପରେ ତିନି ଜଣ ସାଙ୍ଗ ହେଇଗଲେ। ତାପରେ କଣ ହେଲା ଗୁଣ୍ଡୁଚି ମୂଷା ମାଙ୍କଡ ଚଢ଼େଇ କଣ ହେଲେ ତିନି ଜଣ ସାଙ୍ଗ ହେଇଗଲେ। ସେମାନେ ମନ ଖୁସିରେ ଖେଳିବାକୁ ଲାଗିଲେ। ସେମାନେ କଣ କଲେ ମନ ଖୁସିରେ ଖେଳିବାକୁ ଲାଗିଲେ। ପ୍ରଥମେ କଣ ହେଲା ଗୁଣ୍ଡୁଚି ମୂଷା ଏକା ଥିଲା। ତାପରେ କଣ ହେଲା ମାଙ୍କଡଟିଏ ଆସିଗଲା। ମାଙ୍କଡ ସହିତ ଗୁଣ୍ଡୁଚି ମୂଷା କଣ କଲା ମନ ଖୁସିରେ ଖେଳିଲା। ତାପରେ କଣ ହେଲା ଚଢ଼େଇଟିଏ ଆସିଲା। ସେ ଚଢ଼େଇ ମଧ୍ୟ କଣ କଲା ମାଙ୍କଡକୁ ଗୁଣ୍ଡୁଚି ମୂଷାକୁ ଦୁଇଟି ଫୁଲ ଦେଲା। ଯେତେବେଳେ ଗୁଣ୍ଡୁଚି ମୂଷା ମାଙ୍କଡକୁ ଦୁଇଟି ଫୁଲ ଦେଲା ମାଙ୍କଡ ଗୁଣ୍ଡୁଚି ମୂଷା ଖୁସି ହେଇଗଲେ। ସେମାନେ କହିଲେ ତୁମେ ଆମ ସାଙ୍ଗ ହେବ